କହିଲି ଏବେ ଡାକିବା ବର୍ଷାକୁ, କହିଲା ହଁ ଆଜି କରିଦେବା ସବୁ କରିଦେବା ଫାଇନାଲ କରିଦେବା, ସିଏ ସବୁ ଆମର କଣ ଛୋଡିବ ଏବେ ମାଗେ, ସିଏ ଡରିକି ମତେ ଘରକୁ ପଳେଇଲା ଏମିତି କହିଛି ମତେ ହେଲା। ସିଏ ଡରିକି ଘରକୁ ଗଲାଣି, ସିଏ ମୋର କଣ ଛଡିବ, ବର୍ଷା ମୋର ଗେଣ୍ଡୁରା ଛଡିବ ଏମିତି ମତେ କହୁଛି। କହିଲା ଶିଳ୍ପା ମୁଁ କିସ୍ କରିପାରିବି, ମୁଁ କହିଲି ନାଇଁ, ନା କାଇଁ କରିପାରିବିନି, ମୁଁ କହିଲି କାହିଁକି ନା କରିପାରିବିନି, କାହିଁକି ନା ମୋ ଇଚ୍ଛା ନାହିଁ, ଆଉ ମୋ ଇଚ୍ଛା ନାହିଁ ଯଦି ତମେ କରିପାରିବନି ଏଠୁ ଓହ୍ଲେଇବି ଗୁଲ ଭାଇ, ତାପରେ ମୁଁ ଏଠି ଲୋକଙ୍କୁ ଡାକିବି। ସେ ସେଇ ଦିନଠୁ ଏଗୁଡା କହୁଛି ହେଲା। ମୁଁ ସବୁ ମାର୍କ କରୁଛି ଯେ ମତେ କଣ ଲେନଦେନ କହୁନ, ମତେ ସିଏ ଗୋଟେ ମଣିଷ, ମୋ ନଜରରେ ସେ ଗୋଟେ ମଣିଷ ହିଁ ନୁହଁ। ତାପରେ ମତେ ଏମିତି କହିଲା, ମୁଁ କହିଲି ଲୋକ ଆସିକି ଯୋଉ ବାଡେଇବେ ତମକୁ, ତା ବାହାଘର ଲାଗିନଥିଲା, ବାହାଘର ଲାଗିଥିଲା ୟା ଫିର ରିସେପସନ ର ପର ଦି ଦିନରେ, ଯେତେବେଳେ ଆମେ ମାନେ ସେତେବେଳକୁ ତମେ ବ୍ୟସ୍ତ ଥିଲ ବେଶୀ, ଆମେ କଥା ହେଇ ପାରୁନଥିଲେ ହେଲା, ମତେ ଫୋନ କରିକି ଆପ୍ରୋଚ କରିଥିଲା, ବୁଝିଲ। ଆଉ ଏଇଟା ମୁଁ ସୌରଭ କୁ କହିଥିଲି ହେଲା, ଯେ ସୌରଭ ଏମିତି ଏମିତି କଥା, ଭାଇ ଏମିତି କହୁଛନ୍ତି। ଆଉ ସେଇଦିନ ହିଁ ମତେ ବହୁତ ଜୋରରେ ନୁଗୁଡେଇଥିଲା ଷ୍ଟେଜ ରୁ ଆସିକି ତଳକୁ ହେଲା। ମୁଁ ସେଇ ତମକୁ କହିଥିଲି ହଁ ହେଲା, ସିଏ ଏଭଳିଆ ସେଇଦିନ ଯୋଉ ଦିନଠୁ ତମକୁ କହିବା ଷ୍ଟାର୍ଟ କଲାନି, ସେଇଦିନ ଏତେ ସବୁ କାଣ୍ଡ ହେଇଛି, ମତେ ଆପ୍ରୋଚ କରିଛି ହେଲା। ଇଭେନ ମତେ ଏମିତି କହିଛି ଶିଳ୍ପା ମୁଁ ତମକୁ କିସ୍ କରିପାରିବି ହେଲା, ଏଇଭଳିଆ। ମୁଁ ଏଇଟା ସବୁ ମୁଁ ତାକୁ ଏମିତି କହିଲି, ମୁଁ କହିଲି ଭାଇ ଏବେ ଲୋକ ଜାଣିବେ ଆଉ ଓହ୍ଲେଇବେ ଏଠୁ, ତମକୁ ମାନେ ଲୋକ ଚିଲେଇବି ଯାଇକି, ଲୋକ ଆସିକି ପିଟିବେ, ଆଉ ଦେଖିବେ ଭିତରେ କିଏ ବସିଛି, ତମେ ସେଇଟା ମଜା ଲାଗିବ ତମକୁ ସେଇଟା, ଏମିତି ତାକୁ ପୁରା କହିଛି। ଏତିକି ଥ୍ରେଟ୍ କରିଛି ନା, ନାଇଁ ନାଇଁ ସରି, ଆଉ ବର୍ଷାକୁ କିଛି କହିବନି, ଆମର ନହେଲେ ଘର ଭାଙ୍ଗିଯିବ, ଇଏ ସେ ଏମିତି କହିଲା ହେଲା। ମୁଁ କହିଲି ହଉ ମ୍ୟାରିଟାଲ ଲାଇଫ ତମର ଏବେ, ତମେ ଏବେ ଭଲରେ ରୁହ, ମୁଁ ଚାହୁଁନି କିଛି ଡିଷ୍ଟର୍ବାନ୍ସ ହଉ ବୋଲି, ଆଉ ଏସବୁ ଯେମିତି ଧ୍ୟାନ ରଖିବ ଯେ ଆଉ ନେକ୍ସଟ କେବେ ନ ହୁଏ ହେଲା। ମୁଁ ଏ କଥା ସବୁ ସୌରଭକୁ କହିଛି, ଷ୍ଟାର୍ଟିଂ ରୁ ଏଣ୍ଡିଂ ଯାଏ, ଗୁଲା ଷ୍ଟାର୍ଟିଂ ଫୋନ କଲା ଏଣ୍ଡ କଲା ସବୁ କହିଲି। ସୌରଭ ମତେ କହିଲା କି, କହିଲା ଦେଖେ ତାଙ୍କର ନୂଆ ବାହାଘର ହେଇଛି, ଏବେ ଗୋଟେ ପ୍ରୋବ୍ଲେମ ହେଇଛି, ବାହାଘର ହେଇଛି, ଦିଦିଙ୍କୁ କିଛି କହନା, ଆଉ ସେ ଖରାପ ଭାବିବେ ନହେଲେ ହେଲା, ସିଏ ବାହାରି ଯାଏ, ଏବେ ତ ମୁଁ ପଶିବି ଆଉ ହେଲା। ମତେ ଏତିକି ଜିନିଷ କହିଥିଲା, ମୁଁ ସୌରଭକୁ ସବୁ କଥା ପୁରା କହିଥିଲି। ଶୁଣ ମୁଁ କହିଲା କି ନେକ୍ସଟ ଟାଇମ ଯଦି ଏମିତି କହିଲା, ଭୁଲ ମାଗିନି, ମୁଁ ତାକୁ ଏମିତି କହିଥିଲି, କହିଲା ହଉ ଆଉ ବର୍ଷା କିଛି କହିବନି ବିଷୟରେ। ମୁଁ କହିଲି ହଉ ଏବେ ନା 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 ସେଦିନ କଥା କହୁଛି। ସୌରଭ କହିଲା କି ଏଇଟା ଯେତେବେଳେ ଥରେ ହେଲା, ଯଦି ସେ ଚେଞ୍ଜ ନୁହେଁ କି ଆଉ ଥରେ ଏମିତି କିଛି କହିଲା, ତାହେଲେ ବର୍ଷା ଦିନକୁ ସିଓର କହିବା ଆମେ ତୋର ମୋର ମିଶିକି, ଯଦି ଏମିତି ସାଇଜ ହେଇଗଲା ଯଦି ରହିଲା ତାଙ୍କ ସହିତ ଭଲରେ ରହିଲା, ତାପରେ ତ ସବୁ ଠିକ ଠାକ ଚାଲିଲା, ମୁଁ ଆଉ କିଛି ସେୟାର କଲିନି। ଏବେ ମିଶିଲା ବେଳକୁ ଆଉ କିଛି ସେଇଭଳିଆ କିଛି ରିଆକ୍ଟ କରେନି, ତ ମୁଁ ଏବେ ପୁରା ଶାନ୍ତିରେ ଯିବା ଆସିବା କରୁଛି ଘରକୁ, ମତେ ଆଉ କିଛି ଲେନଦେନ ନାହିଁ, କାହିଁକି ନା ସିଏ ଏବେ ପୂଜା ଲୁଡଉଛି ହେଲା। କିନ୍ତୁ ଏବେ ତାକୁ ମୁଁ ଯେତେବେଳେ କହିଲି, ମୁଁ କହିଲି ଭାଇ ତମର ଯେତିକି ସବୁ ଜିନିଷ ହାଇଡ କରି ଖାଲି ରଖା ହେଇଛି, ମୁଁ କହିନି ତମକୁ ଯେତିକି ଜିନିଷ, ହଁ ସୌରଭ ଜାଣିଛି ବୋଲି ଗୁଲୁଆ ଜାଣିନି ହେଲା। ମୁଁ ତାକୁ ଖାଲି ଏବେ କହିଲି, ମୁଁ କହିଲି ତମ ଟିମ୍ ପିଲାକୁ ସେଦିନ ମତେ କହୁଛି ତମ ପାଖରେ କଣ ପ୍ରୁଫ୍ ଅଛି, ମୁଁ କହିଲି ତମରି ଟିମ୍ ପିଲାଙ୍କୁ ମୁଁ କହିକି ଯାଇଛି ତମ ସହିତ ଅଛି, ତମେ ମତେ କଣ କହିଛ ନ କହିଛ, ଆଉ ତମ ଟିମ୍ ପିଲା ଜାଣିଛନ୍ତି କଣ କରିଛ ନ କରିଛ, କୋଉ ଜାଗାରେ ମତେ ଯାଇକି ଦେଖା କରିଛ, ଏ ସବୁ ମୁଁ ତାଙ୍କୁ କହିଛି। ଆଉ ଯୋଉ ଦିନ ମତେ ଆପ୍ରୋଚ କଲ, ସେଦିନ ତମେ ରିସେପସନ ରେ ମତେ କଣ କହିଥିଲ, ମୁଁ ସବୁ କଥା ତମର